କୁମ୍ଭୀର ମାଙ୍କଡ଼ କଥା। ସମୁଦ୍ର କୂଳରେ ଏକ ବଡ଼ ଜାମୁକୋଳି ଗଛ ଥିଲା। ସେହି ଗଛରେ ବର୍ଷସାରା ଜାମୁକୋଳି ଫଳିଥାଏ। ସେହି ଗଛରେ ରକ୍ତମୁଖ ନାମକ ମାଙ୍କଡ଼ ବାସ କରୁଥାଏ। ଦିନକର କଥା, କରାଳମୁଖ ନାମକ ଏକ କୁମ୍ଭୀର ସମୁଦ୍ର ଢେଉ କାଟି ସେହି ଗଛ ମୂଳରେ ଆସି ପହଞ୍ଚିଲା। ମାଙ୍କଡ଼ଟି କୁମ୍ଭୀରକୁ ଦେଖି ମନେ ମନେ ବହୁତ ଖୁସି ହେଇଗଲା। ସଙ୍ଗେ ସଙ୍ଗେ ତା ସହିତ ବନ୍ଧୁତା ଜମାଇ ଦେଲା। କିଛି ସମୟ ପରେ ତା ସହିତ କଥାବାର୍ତ୍ତା କରିବା ପରେ ତାକୁ ସେହି ଗଛ ଉପରେ ପାଚିଥିବା ଜାମୁକୋଳି ଖାଇବାକୁ ଦେଲା। କୁମ୍ଭୀରଟି ମନ ଆନନ୍ଦରେ ଜାମୁକୋଳି ଖାଇ ମାଙ୍କଡ଼କୁ ବହୁତ ପ୍ରଶଂସା କଲା। ଏହିପରି ପ୍ରତିଦିନ କୁମ୍ଭୀର ଜାମୁକୋଳି ଗଛ ନିକଟକୁ ଆସେ। ମାଙ୍କଡ଼ ତାକୁ ଜାମୁକୋଳି ଦିଏ। ସେ ମନ ଆନନ୍ଦରେ କୋଳି ଖାଇଥାଏ। ଉଭୟ ଦୀର୍ଘ ସମୟ ଏହି ବୃକ୍ଷ ତଳେ ଗପସପ କରନ୍ତି। ଦିନକୁ ଦିନ ଏମାନଙ୍କ ମଧ୍ୟରେ ବନ୍ଧୁତା ବଢ଼ିଲା। କୁମ୍ଭୀରଟି ନିଜେ କୋଳି ଖାଇବା ସଙ୍ଗେ ସଙ୍ଗେ ପ୍ରତିଦିନ ତାର ସ୍ତ୍ରୀ ପାଇଁ ମଧ୍ୟ କିଛି କୋଳି ନେଇଯାଏ। ସ୍ତ୍ରୀ ତ କେବେ ହେଲେ ଏହିପରି ସ୍ୱାଦିଷ୍ଟ କୋଳି ଖାଇନଥିଲା। ଦିନେ ସ୍ୱାମୀକୁ ପଚାରିଲେ, ତୁମେ ଏତେ ସ୍ୱାଦିଷ୍ଟ କୋଳି କେଉଁଠୁ ପାଇଲ? କୁମ୍ଭୀରଟି ଉତ୍ତର ଦେବାକୁ ଯାଇ କହିଲା, ମୋର ଏକ ଘନିଷ୍ଠ ବନ୍ଧୁ ସମୁଦ୍ର କୂଳରେ ଥିବା ଜାମୁକୋଳି ଗଛରେ ରହୁଛି। ସେ ମୋତେ ପ୍ରତିଦିନ ଏହି ଜାମୁକୋଳି ଖାଇବାକୁ ଦିଅନ୍ତି। କୁମ୍ଭୀରର ସ୍ତ୍ରୀ ତାର ସ୍ୱାମୀକୁ ପଚାରିଲା, ତୁମ ବନ୍ଧୁ ତ ତାହେଲେ ସବୁଦିନ କୋଳି ଖାଉଥିବ? ତାଙ୍କର କଲିଜାଟା କେତେ ସ୍ୱାଦିଷ୍ଟ ହୋଇନଥିବ? କାହିଁକି କେଜାଣି ମୋର ସେ ମାଙ୍କଡ଼ ବନ୍ଧୁଙ୍କ କଲିଜା ଖାଇବାକୁ ବହୁତ ଇଚ୍ଛା ହେଉଛି। ତୁମେ ମୋତେ ତାଙ୍କରି କଲିଜା ଆଣି ଖାଇବାକୁ ଦେବ ନା? ସେହି ମାଙ୍କଡ଼ର କଲିଜା ଖାଇବା ପରେ ମୋ ଦେହରୁ ସମସ୍ତ ରୋଗ ଦୂର ହେଇଯିବ। ସ୍ତ୍ରୀର କଥା ଶୁଣି କରାଳମୁଖ କହିଲା, ପ୍ରିୟେ, ତୁମେ ସେପରି କଥା କୁହ ନାହିଁ। ମୁଁ ମୋର ବନ୍ଧୁଙ୍କ ପ୍ରାଣ ଭରି ଭଲ ପାଏ ଏବଂ ଆଜି ପର୍ଯ୍ୟନ୍ତ ତାଙ୍କୁ ଏକ ଭାଇ ଦୃଷ୍ଟିରେ ଦେଖି ଆସିଛି। ସେ ମୋ ପ୍ରତି ଅତ୍ୟନ୍ତ ଦୟାବାନ। ପ୍ରତିଦିନ ସେ ମୋତେ ସ୍ୱାଦିଷ୍ଟ କୋଳି ଖାଇବାକୁ ଦିଅନ୍ତି। ଆମ ଦୁହିଁଙ୍କ ମଧ୍ୟରେ ଭାତୃତ୍ୱ ଭାବ ଏତେ ବଢ଼ିଯାଇଛି ଯେ ମା' ପେଟରେ ଭାଇଠାରୁ ମଧ୍ୟ ଆମ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ନିବିଡ଼। ତେଣୁ ତୁମେ ଦୟାକରି ଏପରି କଥା କୁହ ନାହିଁ। କୁମ୍ଭୀର କଥା ଶୁଣି ତାର ସ୍ତ୍ରୀ ଭୀଷଣ ରାଗିଗଲା ଓ ତାକୁ ନାନାଦି କଟୁ କଥା କହିଲା, ଭର୍ତ୍ସନା କଲା। କୁମ୍ଭୀର ତାର ସ୍ତ୍ରୀକୁ ଯେତେ ବୁଝେଇଲେ ମଧ୍ୟ ସେ ବୁଝିବାକୁ ନାରାଜ। ଏକା ଜିଦ୍ ଯେ ସେ ମାଙ୍କଡ଼ କଲିଜା ଖାଇବ ହିଁ ଖାଇବ। ଯଦି ସେ ମାଙ୍କଡ଼ କଲିଜା ନ ଖାଏ ତାହେଲେ ସେ ବଞ୍ଚିବ ନାହିଁ। ବିଚରା କୁମ୍ଭୀର କରିବ କ'ଣ? ଏପଟେ ବନ୍ଧୁର ବନ୍ଧୁତ୍ୱ ଚାହିଁବ ନା ସେପଟେ ପତ୍ନୀର ସ୍ନେହ ପ୍ରେମ ଚାହିଁବ? ତହିଁ ଆର ଦିନ ମୁହଁ ଶୁଖାଇ ମାଙ୍କଡ଼ ନିକଟରେ ଯାଇ ପହଞ୍ଚିଲା। ବନ୍ଧୁର ଡେରି ହେବାର ଦେଖି ମାଙ୍କଡ଼ ଡେରିର କାରଣ ଜାଣିବାକୁ ଚାହିଁଲା। କୁମ୍ଭୀର କହିଲା, ବନ୍ଧୁ, କ'ଣ କରିବି? ତୁମ ଭାଉଜଙ୍କୁ ସେ ମୋ ସହିତ ଲଗାଇଛନ୍ତି ଯେ କଲିଜା ଯେମିତି ହେଲେ ସେ ଖାଇବ। ତେଣୁ ଆଜି ତୁମକୁ ମୋ ସହିତ ଘରକୁ ଯିବାକୁ ପଡ଼ିବ। କୁମ୍ଭୀର କଥା ଶୁଣି ମାଙ୍କଡ଼ ଆନନ୍ଦ ପ୍ରକାଶ କରି କହିଲା, ବନ୍ଧୁ, ତୁମେ କହୁଛ ଯେତେବେଳେ ମୁଁ ନ ଯାଇ କ'ଣ ରହିପାରିବି? ମୋ ଭଉଣୀ ତାହେଲେ ଠିକ୍ କହୁଥିଲା। ବନ୍ଧୁତ୍ୱ ସମ୍ପର୍କରେ 6 ପ୍ରକାର କଥା ରହିଛି। ବନ୍ଧୁଠାରୁ ସବୁ ସମୟରେ କିଛି ଆଣି ହୁଏ ନାହିଁ। ବନ୍ଧୁଙ୍କୁ ମଧ୍ୟ କିଛି ଦେବାକୁ ପଡ଼ିଥାଏ। ବନ୍ଧୁଙ୍କୁ ଯାହା ଶୁଣାଇବା କଥା ତାହା ଶୁଣାଇବ ଏବଂ ଯାହା ଗୁପ୍ତ ରଖିବା କଥା ତାହା ଗୁପ୍ତ ରଖିବ। ଆବଶ୍ୟକ ସମୟରେ ବନ୍ଧୁଙ୍କୁ ମଧ୍ୟ ଖୁସି କରିବା ପାଇଁ ଚେଷ୍ଟା କରିବ। ଏହା କହିସାରି ମାଙ୍କଡ଼ଟି କହିଲା, ବନ୍ଧୁ, ମୁଁ ତ ହେଲି ଗୋଟିଏ ଜଙ୍ଗଲୀ ପଶୁ। ତୁମର ଘର ତ ପାଣି ମଝିରେ। ମୁଁ ସେଠାକୁ ଯିବି କିପରି? ମାଙ୍କଡ଼ର ଉତ୍ତର ଶୁଣି କୁମ୍ଭୀର କହିଲା, ସମୁଦ୍ର ମଝିରେ ଏକ ଦ୍ୱୀପ ଅଛି। ସେହି ଦ୍ୱୀପ କୂଳରେ ମୁଁ ବସା କରି ରହୁଛି। ତେଣୁ ତୁମେ ଚିନ୍ତା ନ କରି ମୋ ପିଠି ଉପରେ ବସିପଡ଼। ମୁଁ ପହଁରି ପହଁରି
କ୍ଷଣରେ ତୁମକୁ ନେଇ ସେଠାରେ ପହଞ୍ଚିଯିବି। ଆଦୌ ଭୟ ନ କରି ମୋ ପିଠି ଉପରେ ବସିପଡ଼। କୁମ୍ଭୀର କଥା ଶୁଣି ମାଙ୍କଡ଼ଟି କହିଲା, ଯଦି ଏହି କଥା ତାହେଲେ ଆଉ ଡେରି କାହିଁକି? ମୁଁ ସାଙ୍ଗେ ସାଙ୍ଗେ ବାହାରୁଛି। ଏହା କହି ମାଙ୍କଡ଼ ସାଙ୍ଗେ ସାଙ୍ଗେ ଯାଇ କୁମ୍ଭୀରର ପିଠି ଉପରେ ବସି ପଡ଼ିଲା। ଏହାପରେ କୁମ୍ଭୀର ମାଙ୍କଡ଼କୁ ଧରି ପହଞ୍ଚିବାକୁ ଲାଗିଲା। ମାଙ୍କଡ଼ଟି କିନ୍ତୁ ଭୟଭୀତ ହେଇଯାଉଥାଏ। ସେ କୁମ୍ଭୀରକୁ କହିଲା, ଭାଇ ତୁମେ ଏତେ ଶୀଘ୍ର ଯାଅ ନାହିଁ, ମୋତେ ଭୀଷଣ ଭୟ ଲାଗୁଛି। ସମୁଦ୍ରରେ ଲହରୀ ମୋ ଦେହକୁ ପୁରା ଓଦା କରି ସାରିଲାଣି। ମାଙ୍କଡ଼ ଯେତେବେଳେ ମଝି ଦରିଆରେ, ସେତେବେଳେ କୁମ୍ଭୀର ଭାବିଲା ଆଉ ଚିନ୍ତା କରିବାର କିଛି ନାହିଁ। ବର୍ତ୍ତମାନ ମାଙ୍କଡ଼ ପୁରା ମୋ କବ୍ଜାରେ। ଘରେ ପହଞ୍ଚିବା ପରେ ପତ୍ନୀ ଦେଖି କେତେ ଯେ ଖୁସି ନ ହେବ। ମାଙ୍କଡ଼ଟି ବର୍ତ୍ତମାନ ଆଉ କୁଆଡ଼େ ଯାଇପାରିବ ନାହିଁ। ତେଣୁ ମୋର ଉଦ୍ଦେଶ୍ୟ କଥା ବନ୍ଧୁଙ୍କୁ ଶୁଣାଇଦେବା ଉଚିତ। ଏହା ଚିନ୍ତା କରି କୁମ୍ଭୀରଟି କହିଲା, ବନ୍ଧୁ ମୁଁ ଏଠାକୁ ତୁମକୁ କାହିଁକି ଆଣିଛି ଜାଣିଛ ତ? ମୁଁ ମୋର ଘରେ ତୁମକୁ ମାରି ତୁମର କଲିଜା ମୋର ପତ୍ନୀକୁ ଖାଇବାକୁ ଦେବି। ତେଣୁ ବର୍ତ୍ତମାନ ତୁମେ ଶେଷ ଥର ପାଇଁ ଭଗବାନଙ୍କୁ ପ୍ରାର୍ଥନା କର। କୁମ୍ଭୀରର କଥା ଶୁଣି ମାଙ୍କଡ଼ଟି କହିଲା, ବନ୍ଧୁ ତୁମ ମନରେ ଏତେ କଥା ଅଛି ବୋଲି ମୋର ଧାରଣା ନଥିଲା। ତୁମେ ଯଦି ମୋତେ ସବୁ କଥା ଜାମୁ ଗଛ ତଳେ କହିଥାନ୍ତ, ମୁଁ ଭାଉଜଙ୍କ ପାଇଁ କଲିଜାଟା ଆଣିପାରିଥାନ୍ତି। କାରଣ କଲିଜାଟା ମୋ ଦେହରେ ନଥାଏ, ଗଛର କରରେ ରଖିଛି। ଏହା ଶୁଣି କୁମ୍ଭୀର କହିଲା, ତାହେଲେ ମୁଁ ତୁମକୁ ସାଙ୍ଗେ ସାଙ୍ଗେ ଜାମୁ ଗଛ ନିକଟକୁ ନେଇଯିବି। ଏହା କହି କୁମ୍ଭୀର ଜାମୁ ଗଛ ଅଭିମୁଖେ ଚାଲିଲା। ମାଙ୍କଡ଼ ଯେତେବେଳେ ଜାମୁ ଗଛ ନିକଟରେ ପହଞ୍ଚିଲା, ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଦେଲା। ସାଙ୍ଗେ ସାଙ୍ଗେ କୁମ୍ଭୀର ପିଠିରୁ ଓହ୍ଲାଇ ଯାଇ ଜାମୁ ଗଛ ଉପରେ ଚଢ଼ିଗଲା। ଏହାପରେ କୁମ୍ଭୀର କହିଲା, ବନ୍ଧୁ ଡେରି କାହିଁକି କରୁଛ? ଦୟାକରି ତୁମ କଲିଜାଟା ମୋତେ ଦିଅ। କୁମ୍ଭୀରର କଥା ଶୁଣି ମାଙ୍କଡ଼ ପ୍ରଥମେ ଜୋରରେ ହସିଲା। କୁମ୍ଭୀରକୁ କହିଲା, ବୋକା ବିଶ୍ୱାସଘାତକ, କାହାର କଲିଜା କେବେ ଶରୀରଠାରୁ ଅଲଗା ହେଲା? ମୋ ସହିତ କଥାବାର୍ତ୍ତା ନକରି ତୁରନ୍ତ ଏଠାରୁ ଚାଲିଯାଅ। କଦାପି ଏଠାକୁ ଆସିବାକୁ ଚେଷ୍ଟା କରିବନି। କୁମ୍ଭୀରଟି ଯେତେବେଳେ ଏହା ଶୁଣିଲା, ମନେ ମନେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲା। ମାଙ୍କଡ଼ ପରି ବନ୍ଧୁ ହରାଇବା ଫଳରେ ମନେ ମନେ ଅନୁତାପ କଲା। ପୁଣି ଥରେ କିପରି ମାଙ୍କଡ଼ର ବିଶ୍ୱାସ ଭାଜନ ହୋଇପାରିବ, ସେ ସମ୍ପର୍କରେ ଚିନ୍ତା କଲା। ତେଣୁ ମାଙ୍କଡ଼କୁ ପୁଣି ଥରେ କହିଲା, ବନ୍ଧୁ ମୁଁ ତୁମ ସହିତ ପରିହାସ କରୁଥିଲି। ତୁମ ଭଳି ବନ୍ଧୁ ପାଇ ମୁଁ ନିଜକୁ ଗର୍ବ ମନେ କରୁଛି। ଭାଉଜ କ'ଣ କେବେ ଦିଅର କଲିଜା ଖାଇବାକୁ ଚାହିଁବ? ତେଣୁ ମୋ ସହିତ ଆମ ଘରକୁ ଚାଲ। ମୋର ପତ୍ନୀ ତୁମ ବାଟକୁ ଚାହିଁ ବସିଥିବ। ମାଙ୍କଡ଼ କି ଆଉ କୁମ୍ଭୀରର କଥା ବିଶ୍ୱାସ କରେ। ସେ କୁମ୍ଭୀରକୁ ଆଉ କେବେ ତା ସହିତ ଯିବ ନାହିଁ ବୋଲି ରୋକଠୋକ ମନା କରିଦେଲା ଏବଂ କୁମ୍ଭୀରକୁ ଏକ ନୀତି ଶିକ୍ଷା ପ୍ରଦତ୍ତ କାହାଣୀ କହିବାକୁ ଆରମ୍ଭ କଲା। କେବେ ହେଲେ ବି ବନ୍ଧୁଙ୍କ ସହ ବିଶ୍ୱାସଘାତକ କରିବନି। ଜୀବନ ସାରା ପାଇଁ ଗୋଟେ ଭଲ ସମ୍ପର୍କଟେ ଭାଙ୍ଗିଯିବ।